ଯେତେବେଳେ ଶ୍ରୀକୃଷ୍ଣ ଗୋପରୁ ମଥୁରା ଆସିଲେ, କଂସକୁ ବିନାଶ କଲେ ଏବଂ ଦେବକୀ ବସୁଦେବଙ୍କୁ ମୁକ୍ତି କରିବା ପାଇଁ କଂସ ବନ୍ଦୀଶାଳାରେ ପହଞ୍ଚିଲେ, ସେତେବେଳେ ତାଙ୍କର ବୟସ କେତେ ଥିଲା ଜାଣନ୍ତି କି? ସେତେବେଳେ ତାଙ୍କର ବୟସ ଥିଲା ମାତ୍ର 14 ବର୍ଷ। କଂସ ବନ୍ଦୀଶାଳାରୁ ମୁକ୍ତି ହେବା ପରେ ଦେବକୀ କହିଲେ, ହେ କୃଷ୍ଣ, ତୁମେ ତ ଭଗବାନଙ୍କ ସ୍ୱରୂପ, ତୁମେ ଏତେ ଡେରି କ'ଣ ପାଇଁ କଲ? ଚାହିଁଥିଲେ ତ ଆଉ ଟିକେ ଆଗରୁ ଆମକୁ ମୁକ୍ତି କରିପାରିଥାନ୍ତ। ତୁମେ ଜାଣି ଜାଣି ଏତେ ଡେରି କଲ କ'ଣ ପାଇଁ? ଏହା ଶୁଣି ଶ୍ରୀକୃଷ୍ଣ କହିଲେ, ହେ ମାତା, ମୁଁ ଚାହିଁଥିଲେ ଆଉ ଟିକେ ଆଗରୁ ଆସିପାରିଥାନ୍ତି, କିନ୍ତୁ ଏଇଥିପାଇଁ ଡେରି କଲି କାହିଁକି ନା ଆଗ ଜନ୍ମରେ ତୁମେ ତ ମୋତେ 14 ବର୍ଷ ପାଇଁ ଦୂରେଇ ଦେଇଥିଲ ନା। ସେଥିପାଇଁ ଜାଣି ଜାଣି ଏ ଜନ୍ମରେ ତୁମକୁ 14 ବର୍ଷ ମୋ ଠାରୁ ଦୂରରେ ରଖିଥିଲି। ଆଶ୍ଚର୍ଯ୍ୟ ହୋଇ ଦେବକୀ ପଚାରିଲେ, କିପରି? ଶ୍ରୀକୃଷ୍ଣ କହିଲେ, ଆଗ ଜନ୍ମରେ ମୁଁ ଯେତେବେଳେ ରାମଚନ୍ଦ୍ର ରୂପରେ ଜନ୍ମ ନେଇଥିଲି, ସେତେବେଳେ ତୁମେ କୈକେୟୀ ରୂପରେ ମୋ ମା ଥିଲ। ଆଉ ତୁମରି ପାଇଁ ମୁଁ 14 ବର୍ଷ ସମସ୍ତଙ୍କ ଠାରୁ ଦୂରକୁ ପଳେଇ ଯାଇଥିଲି। ସେଥିପାଇଁ ଏ ଜନ୍ମରେ ମୁଁ ତୁମକୁ ମୋ ଠାରୁ 14 ବର୍ଷ ଦୂରରେ ରଖିବାକୁ ନିଷ୍ପତ୍ତି ନେଲି। ଏହା ଶୁଣି ଦେବକୀ କହିଲେ, ତାହେଲେ ଯଶୋଦା, ସିଏ କ'ଣ କରିଥିଲେ? ଶ୍ରୀକୃଷ୍ଣ କହିଲେ, ଯଶୋଦା ମାତା, ସେ ଆଗ ଜନ୍ମରେ ମୋ ମାତା କୌଶଲ୍ୟା ଥିଲେ। 14 ବର୍ଷ ମୋତେ ଦୂରରେ ରଖି ବହୁତ ଦୁଃଖ କଷ୍ଟ ପାଇଛନ୍ତି, ମୋ ପାଇଁ ଅନେକ ଝୁରି ହୋଇଛନ୍ତି। ସେଥିପାଇଁ 14 ବର୍ଷ କାଳ ତାଙ୍କ ସଙ୍ଗରେ ସମୟ ବିତାଇଲି। ତେଣୁ ଶ୍ରୀକୃଷ୍ଣଙ୍କର ଏଇ କଥାରୁ ଆମକୁ ଶିକ୍ଷା ମିଳେ ଯେ ଯେମିତି କର୍ମ କରିଥାଏ ତାର କର୍ମର ଫଳ ଏ ଜନ୍ମରେ ନହେଲେ ମଧ୍ୟ ଆଗ ଜନ୍ମରେ ନହେଲେ ମଧ୍ୟ ତାହା ପର ଜନ୍ମରେ ଭୋଗିବାକୁ ପଡ଼ିଥାଏ। ତେଣୁ ଯେମିତି କର୍ମ ସେମିତି ତାର ଫଳ ଆମ ପାଇଁ ଥୁଆ ହୋଇଥାଏ। ସେଥିପାଇଁ ଆମେ ଯେତେବେଳେ ଯେଉଁ କର୍ମ କରନ୍ତି ତାର ସେଇଭଳି ପରିଣାମ ବା ସେଇଭଳି ଫଳ ପାଇବା ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରିନେବା ଉଚିତ। ଜୟ ଜଗନ୍ନାଥ।